ରାଜନଗରରେ ଜମୁଛି ବାଲିଯାତ୍ରା ମେଳା। ପୁଣ୍ୟତୟା ବୈତରଣୀ କୂଳ। ଶୀତର ପ୍ରକୋପ ଲୋକମାନଙ୍କୁ ସ୍ପର୍ଶ କରିସାରିଛି। ବେଳ ଗଡ଼ିଗଲା ପରେ ବ୍ୟସ୍ତ ହୋଇ ଖୋଜିବାକୁ ପଡ଼ିଥାଏ ଶୀତ ବସ୍ତ୍ରଟିଏ। ସୁଲୁସୁଲୁ ହାଲୁକା ପବନ ସାଙ୍ଗକୁ ଶୀତର ଲମଟାଙ୍କୁରା ପରିବେଶକୁ ଆୟତ୍ତ କରି ରଖିଦେଇଛି ବୈତରଣୀ କୂଳ। ବୈତରଣୀର ସବ୍ୟା କାବେରୀ ପୀଠରେ ପାଳିତ ହୋଇଯାଇଥିବା ପବିତ୍ର ବୈତବନ୍ଦାଣ ଉତ୍ସବ ଉପଲକ୍ଷେ ସୃଷ୍ଟି ହୋଇଛି ବାଲିଯାତ୍ରାର ମାହୋଲ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ପଞ୍ଚାୟତରେ ଏ ବର୍ଷଠାରୁ ଆରମ୍ଭ ହୋଇଯାଇଛି ବାଲିଯାତ୍ରା ମେଳା। ପୂର୍ବରୁ କେବଳ ବୈତବନ୍ଦାଣ ଉତ୍ସବକୁ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ଏ ବର୍ଷଠାରୁ ବାଲିଯାତ୍ରାର ସୁଯୋଗ ପାଇପାରିଛନ୍ତି ଦର୍ଶକ। ବେଳଗଡ଼ି ସୂର୍ଯ୍ୟଦେବ ବିଦାୟ ନେଇଯାଆନ୍ତି ଧରଣୀ ବକ୍ଷରୁ। ସୂର୍ଯ୍ୟଦେବ ବିଦାୟ ନେବା ପରେ ରାତିର ରଜନୀ ରାଣୀ କଳା ଓଢ଼ଣୀରେ ଘନେଇ ଆସିଥାନ୍ତି ସୁନ୍ଦର ପୃଥିବୀ ବକ୍ଷକୁ। ଶୀତର ପ୍ରଭାବ ଜୀବଜଗତକୁ ଆପଣାର କରିସାରିଥିବା ବେଳେ ସନ୍ଧ୍ୟା ଦେବୀ କିଟିମିଟି ଅନ୍ଧାରରେ ଶୀତକୁ ସାଥିରେ ନେଇ ଆସିଥାନ୍ତି। ତଥାପି ଶୀତର କାଲୁଆ ପରିବେଶକୁ ଖାତିର ନ କରି ଛୋଟରୁ ବଡ଼ ପର୍ଯ୍ୟନ୍ତ ଛୁଟି ଯାଇଥାନ୍ତି ରାଜନଗରରେ ପଡ଼ିଥିବା ମେଳା ପଡ଼ିଆକୁ। ସନ୍ଧ୍ୟା ଘନେଇ ଆସୁ ଆସୁ ମେଳା ପଡ଼ିଆରେ ସୃଷ୍ଟି ହୋଇଯାଏ ଜନସମୁଦ୍ର। ଗହଳ ଚହଳ ମଧ୍ୟରେ ଫାଟି ପଡ଼େ ନରମ ମାଟିର କଅଁଳ ପଡ଼ିଆଟି। ଶହ ଶହ ଦର୍ଶକଙ୍କ ପାଦର ସ୍ପର୍ଶରେ କଷ୍ଟ ହେଉଥିଲେ ମଧ୍ୟ ଖୁବ୍ ଶାନ୍ତି ଅନୁଭବ କରୁଥାଏ ମେଳା ପଡ଼ିଆ। ଅନ୍ଧକାରର କଳା ଚାଦରକୁ ଲୁଚେଇ ଦେଇ ଝିଲମିଲ ଆଲୁଅରେ ମେଳା ପଡ଼ିଆକୁ ଆଲୋକିତ କରିଦେଇଥାଏ। ଶୀତ ବସ୍ତ୍ରର ସାହାରା ନେଇ ଦର୍ଶକ ଗହଳି ଲଗେଇ ମେଳାକୁ ଦର୍ଶକ ଖୁବ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଶୀତ ଥର ଥର ସନ୍ଧ୍ୟା ହୋଇଥିଲେ ମଧ୍ୟ ମେଳା ବୁଲିବାର ମଜା ଯେ ଦର୍ଶକ ଉପଭୋଗ କରୁଛନ୍ତି ତାହା ଦର୍ଶକ ହିଁ ଜାଣିଛନ୍ତି। ଛୋଟ ପିଲାମାନଙ୍କ ପାଇଁ ଖୁବ୍ ଆକର୍ଷଣ କରିଛି ମେଳା ପଡ଼ିଆରେ ପଡ଼ିଥିବା ଦଳି ଖେଳ। ନିଜ ମନପସନ୍ଦର ଦଳିରେ ବସି ଦର୍ଶକ ଖୁବ୍ ମଜା ନେଉଥିବା ବେଳେ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣରେ ଦର୍ଶକମାନଙ୍କୁ ବାନ୍ଧି ରଖିଛି ଦଳି ଖେଳ। ତା ସହିତ ଭିନ୍ନ ଭିନ୍ନ ସାମଗ୍ରୀର ଦୋକାନ ଖୋଲାଯାଇ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ନିଜ ମନପସନ୍ଦର ଜିନିଷଟିଏ କିଣିବାର ସୁଯୋଗ ଏହି ବାଲିଯାତ୍ରାରେ ମିଳିପାରିଛି। ଲୋକମାନେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ନିଜ ମନପସନ୍ଦର ଜିନିଷ କିଣି ନେଉଛନ୍ତି। ମୁଁ ତୃପ୍ତି ମହାପାତ୍ର ପଣ୍ଡା ରାଜନଗରରୁ ଆସିଛି। ମ୍ୟାଡ଼ାମ୍ କେମିତି ଲାଗୁଛି ଆପଣ କୁହନ୍ତୁ? ପ୍ରଥମ ଥର ଆମ ଗାଁରେ ବାଲିଯାତ୍ରା ଆସିଛି। ଆମେ ସମସ୍ତେ ବହୁତ ଖୁସି, ଛୁଆମାନେ ବି ବହୁତ ଖୁସି। ଆଉ ଏଠି ମେଲାରେ ଝୁଲା ଆସିଛି ଛୁଆମାନଙ୍କ ପାଇଁ ଭଲ ଟାଇମ୍ ପାସ୍ ଗୋଟେ। ଆଉ ବହୁତ ଆନନ୍ଦ ଆଶା କରୁଛି କି ନେକ୍ସଟ ଇୟରକୁ ଆଉ ଟିକେ ଭଲ ହେବ। ମୁଁ ବସନ୍ତ ନନ୍ଦନ ମିଶ୍ର ରାଜନଗର ଆସିଛି ଶାସନ ସାହିରୁ। କେତେ ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ଲାଗି ରହିବ? ବାଲିଯାତ୍ରା 5 ଦିନ ଚାଲିଛି। ଏଠି ବହୁତ ଛୁଆ ପିଲା, ସ୍ତ୍ରୀ ଲୋକ, ବହୁତ ଗାଁର ସମସ୍ତେ ପାଖପାଖ ଗାଁର ସବୁ ଲୋକ ଅଛନ୍ତି। ଯାତ୍ରା ବହୁତ ଭଲ ଭାବେ ଚାଲିଛି। ଆଉ ବହୁତ ଦୋକାନ ବି ବସିଛି। ବହୁତ ଭଲ ଲାଗୁଛି, ଖୁସି ଲାଗୁଛି। ଯାଉ 25-30 ବର୍ଷ ହେଲେ ଯାତ୍ରା ପାଇଁ ଆମ ବାଲି ଯେଉଁ ବୋଇତ ହେଉଥିଲା, ତେଣୁକରି ବୋଇତକର ଯାତ୍ରା ହେଉଛି, ଯାତ୍ରାଟା ଏଇଟା ଲାଗି ରହିବ, ବହୁତ ଭଲ ହେବ। ଏଇଟା 25-30 ବର୍ଷ ପରେ ଯେଟା ଆରମ୍ଭ ହୋଇଛି ସେଟା ସବୁଦିନ ଲାଗି ରହିବ। ଯାତ୍ରା ଆମ ରଥଯାତ୍ରା ହେଉଥିଲା, ଏଟା ଗୋଟେ ଯାତ୍ରା ହେଲା, ଖୁସି ଲାଗିଲା ବହୁତ। ଏ ବର୍ଷ ପ୍ରଥମ ଥର ବାଲିଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଖୁବ୍ ସୁନ୍ଦର ମାହୋଲର ଦୃଶ୍ୟ ଦେଖିବାକୁ ମିଳିଛି। ଏ ବର୍ଷ ଅପେକ୍ଷା ଆଗାମୀ ବର୍ଷରେ ଅଧିକ ସରଗରମ ହୋଇପାରିବ ବୋଲି ଆୟୋଜକ କମିଟି ପ୍ରକାଶ କରିଛି। ଆଖପାଖ ଗ୍ରାମର ବହୁ ଦର୍ଶକ ବାଲିଯାତ୍ରା ବୁଲି ଖୁବ୍ ଖୁସି ଅନୁଭବ କରୁଥିବା ବେଳେ ଆଗାମୀ ବର୍ଷରେ ଅଧିକ ସରଗରମ ହେବ ବୋଲି ଆଶା ରଖିଛନ୍ତି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।